ଉପର ବେଳା ଶୋଇକି ଉଠି ସାଇକେଲ ଧରି ଚାଲିଲୁ ଆଜି ବହୁତ ଦିନ ପରେ ଟିକେ ବାବୁଜଙ୍ଗ ଅଭିମୁଖେ। କାରଣ ଘରେ ଲଗା ହୋଇଥିବା ପରିବା ଗଛ ପାଇଁ କିଛି ଔଷଧ ନେବୁ। ଯାହା ହଉ ଆମର ତ ଟିକେ ଡେରି ହୋଇ ଯାଇଥିଲା, ଏବେ ତ ଦୋକାନ ବନ୍ଦ ହୋଇ ଯାଇଥାନ୍ତା। ଆଉ ବର୍ତ୍ତମାନ ଏବେ ଘରେ ଆସି ପହଞ୍ଚି ଦେଖୁଛୁ ସନ୍ଧ୍ୟା ବେଳିଆ ହାଲକା ଟିକେ ଜଳଖିଆ ଖାଇବା ପାଇଁ ଆଳୁଚପ ତିଆରି ହେବା ପାଇଁ ପ୍ରସ୍ତୁତି ଚାଲିଛି। ଛଣାଛଣି ତ ସରିଗଲାଣି, ଖାଇକି ଟେଷ୍ଟ କରିବା କେମିତି ହୋଇଛି। ଆଉ ରାତି ପାଇଁ ବୋଉ ଏପଟେ ରୁଟି ବେଲା ବେଲି ଚଲେଇ ଥାଏ, ଏପଟେ ଆମେ ଗରମା ଗରମ ଆଳୁଚପ ଖାଇ ମଜା ନେଇ ଚାଲିଥାଉ। ପଟାପଟ ରୁଟି ଗୁଡିକୁ ସେକା ସେକି କରି ବୋଉ ତାପରେ କାବୁଲି ଚଣା ତରକାରୀ ଟା ତିଆରି କରିଦେଲା। ରାତିର ଖାଇବା ଖାଇ ଶୋଇବା ପାଇଁ ଚାଲିଲୁ। ସକାଳୁ ସକାଳୁ ବୋଉ ଆମର ଏପଟେ ରୁଟି ସେକା ସେକିରେ ଲାଗିଗଲାଣି। ପଟକିନା ଟିକେ ଜଳଖିଆ ଖାଇଦେଇ କୁରାଢିଟାକୁ ଧରି ଆମେ ବାହାରି ପଡିଲୁ ମାଉସୀ ଘରୁ ବୋହି କରି ଆଣିଥିବା ମୋଟା ଗର ଗୁଡିକୁ ଫଟାଇବା ପାଇଁ। ହେଲେ ଏ କାମ କରିବାରେ ଆମର ଟିକେ ବି ଅଭ୍ୟାସ ନାହିଁ, କିନ୍ତୁ କରିବା ଆଉ। ମଝିରେ ପୁଣି ଆମ କାଳି ଆସି ଆଗରେ ପଶି ଯାଉଛି, କଣ ହଉଛି ସିଏ ଟିକେ ଦେଖୁନାହାନ୍ତି। ଫାଇନାଲି ସବୁତକ ଜାଳ ଗୁଡିକୁ ଫଟେଇ ସାରି ସାଇକେଲ ଧରି ବାହାରି ପଡିଲୁ ଆଜି ବୁଧବାରଟା ଥିବାରୁ ଏଇ ଆମ ପାଖ ବଜାରକୁ ଟିକେ ଆମିଷ ଜିନିଷ ଆଣିବା ପାଇଁ। ଚିକେନ ନେଇ ଫେରିଲା ବେଳକୁ ବୋଉ ତାର ଏପଟେ ଆଳୁ ଭଜା ଭଜି ଚଲେଇଥାଏ। ପିଆଜକୁ ପକେଇ ମସଲା ପ୍ରସ୍ତୁତ ହେଲା ବେଳକୁ ପଟକିନା ଆମେ ଯାଇ ଚିକେନ ଟାକୁ ଧୋଇ ନେଇ ଆସିଲୁ। ଚିକେନ ପଡି ଏବେ କଷାକଷି ଚାଲିଲା, ଗାଧୁଆ ପାଧୁଆ ହବ, ଖିଆଖି ହବ ଆଉ।